जय जगन्नाथ आज पुणी इनर व्हील भुवनेश्वर ग्रुप आम माँ मान बापा मान खबर ना पुणी मैडम ଆପଣ ଲାଷ୍ଟ ଟାଇମ ବି ଆସିଥିଲେ ଆଜ୍ଞା ଆଜ୍ଞା ଆସିଥିଲି ଲାଷ୍ଟ ଟାଇମ ଆପଣ କହିବେ ଆପଣ ପୁଣି ଆଜି ବାପା ମାଙ୍କ ପାଇଁ କଣ ସବୁ ନେଇ ଆସିଛନ୍ତି କଣ ଯାହା ଯେତିକି ଆମ ଭିତରେ ଯେତିକି ରହୁଛି ଆମେ ଗୋଟେ ଗୋଟେ ମାସରେ କିଛି କିଛି କରିକି ନେଇ ଆସିଛୁ ଆଜି ଆଣିଛୁ ସମସ୍ତଙ୍କ ବେଡସିଟ୍ ଆଣିଛୁ ଆଉ କିଛି ରାନ୍ଧା ଖାଇବା ଆଣିଛୁ କାକେରା ଏରିକା ସବୁ କରିକି ନେଇ ଆସିଛୁ ସେମାନଙ୍କ ପାଇଁ ଆଉ ଭାବୁଛି ସେମାନଙ୍କୁ ଟିକେ ଭଲ ଲାଗିବ ତାଙ୍କ ସହିତ ଆମେ ଟିକେ କଥାବାର୍ତ୍ତା ହେଲେ ସେମାନେ ଆମ ସହିତ ଟିକେ କଥାବାର୍ତ୍ତା ହେଲେ ଆଟଲିଷ୍ଟ ଭଲ ଲାଗିବ ଆମକୁ ନିଜ ଗୋଟେ ଫ୍ୟାମିଲି ଭଳିଆ ଲାଗିବ ତେଣୁ ମୁଁ ଚାହୁଁଛି ସେମାନଙ୍କ ସହିତ ରହିକି କଥାବାର୍ତ୍ତା ହେଇକି ଆମେ ଏଠି କିଛି ସମୟ ବିତେଇବୁ ମାନେ ଆପଣ ଏତେ ଟାଇମ ବାହାର କରିକି ଏଠୁ ଆସୁଛନ୍ତି ଏତେ କାର୍ଯ୍ୟ ବ୍ୟସ୍ତ ଭିତରେ ଟାଇମ ବାହାର କରିକି ଆପଣ ମାନେ ଆସୁଛନ୍ତି ସେଇଟା ବହୁତ ବଡ କଥା ଆପଣ ମତେ କଣ୍ଟାକ୍ଟ କଲେ ପୁଣି ଥରେ ବାପା ମାଙ୍କ କଥା ମନେ ପକେଇଲେ ତ କଣ ମାନେ ଆଜି ବାପା ମାଙ୍କ କଥା କେମିତି ପୁଣି ବାପା ମାଙ୍କ ପାଖକୁ ଧାଇ ଆସିଲେ ଆମେ ଆମ କ୍ଲବ ତରଫରୁ ଆସୁଛୁ ଆମର ପ୍ରତି ମାସରେ ଆମର ଏମିତି ପ୍ରୋଗ୍ରାମ ହେଉଛି ଯେହେତୁ ଆମେ ଆର୍ଥରେ ଆସିଥିଲୁ ଆ ସହିତ ଆମର ଗୋଟେ କନେକ୍ସନ ବି ହେଇଯାଇଛି ଆଉ ଏ ମା ମାନେ ବାପା ମାନେ ଆମକୁ ବି ବହୁତ ଭଲ ଲାଗିଲେ ଆମେ ଭାବିଲୁ ଯିବୁ ୟାଙ୍କ ସହିତ ଟିକେ କ୍ୱାଲିଟି ଟାଇମ ସ୍ପେଣ୍ଡ କରିବୁ ଆଉ ଆମର ଯେତିକି ସକ୍ଷମ ଆମେ ତାଙ୍କୁ କିଛି ଦେବୁ ସେମାନେ ବି ଖୁସି ହେବେ ଆଉ ଆମେ ବି ଖୁସି ହେବୁ ସେମାନେ ଆପଣଙ୍କ ଆସିବା ବହୁତ ଖୁସି ଅଛି ବଡ ଆପଣ ଦେଖିକି ବହୁତ ଖୁସି ଅଛନ୍ତି ତାପରେ ମୁଁ ଆସିକି କହିଲି ସେମାନେ ନିଜେ ବି କହିଲେ ଆସିଥିଲେ ମତେ ସେମାନେ ହଁ ଆସିଥିଲେ ଆଉ ଭେଟ କରିବା ପାଇଁ ମାନବ ସେବାର ମନ୍ଦିର ସ୍ନେହ ମମତାର ଆଧାର ମାନବ ସେବାର ମନ୍ଦିର ସ୍ନେହ ମମତାର ଆଧାର ଆମେ ତ୍ୟାଗର ସଂକଳ୍ପ ଆମେ ସେବାର ବିକଳ୍ପ ଆମେ ତ୍ୟାଗର ସଂକଳ୍ପ ଆମେ ସେବାର ବିକଳ୍ପ ଅନୁଷ୍ଠାନ ଇଏ ମାନବିକତାର ବାଣ୍ଟି ଚାଲିଅଛୁ ମନ୍ତ୍ର ଏକତାର ନୂଆ ଓଡ଼ିଶାର ବିଶ୍ୱାସ ରିଓ ଚାରିଟେବଲ ଟ୍ରଷ୍ଟ ରିଓ ଚାରିଟେବଲ ଟ୍ରଷ୍ଟ ନାଇଁ ଆମେ ସବୁବେଳେ ଆସିବୁ ଏମିତି ଦେଖା କରିବୁ କାହିଁକି ଆଟଲିଷ୍ଟ ଆପଣ ମାନଙ୍କର ଆଶୀର୍ବାଦ ଆମକୁ ଦରକାର ଆମେ ଆଉ କିଛି ଚାହୁଁନୁ ଆପଣ ମାନଙ୍କର ଆଶୀର୍ବାଦ ରହିଲେ ଆମେ ମାନେ ଖୁସି ହଁ ଆମେ ଚାହିଁଲେ ବି ଆସିପାରିବୁ ଆପଣ ମାନେ ଭଲରେ ରୁହନ୍ତୁ ସୁସ୍ଥରେ ରୁହନ୍ତୁ ରିଓ ଚାରିଟେବଲ ଟ୍ରଷ୍ଟ ରିଓ ଚାରିଟେବଲ ଟ୍ରଷ୍ଟ